ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ଆମର ୟୁଟ୍ୟୁବ ଚ୍ୟାନେଲ କ୍ୟାରିୟର କ୍ଲାसेସ୍ କୁ। ଏଥର ପ୍ରତି ସପ୍ତାହରେ ହବ ଟ୍ରେନିଂ ଆସିଲା ମୋ ସ୍କୁଲର ନୂଆ ଚିଠି। ପ୍ରତି ଶିକ୍ଷକ ଟ୍ରେନିଂ ନେବେ, ଜାଣନ୍ତୁ କେବେ ଆଉ କେମିତି। ତେଣୁ ଦେଖିବା এই ଭିଡିଓରେ। ଭିଡିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ କରିବେ। ତେଣୁ ଦେଖନ୍ତୁ ଏବେ ମୋ ସ୍କୁଲର ଗୋଟେ ନୂଆ ଚିଠିଟି ପଳେଇ ଆସିଛି, ଆପଣମାନେ ଦେଖିପାରୁଥିବେ ସ୍କ୍ରିନ୍ ଉପରେ। ତ ଏଇ ଯୋଉ ଚିଠିଟି ଆସିଛି ମୋ ସ୍କୁଲର ପଠେଇଛନ୍ତି କିଏ ନା ସିଇଓ ସାର୍ ଯିଏ ଅଛନ୍ତି ଅମୃତ ଜେନା ସାର୍ ସେଇ ପଠେଇଛନ୍ତି। ତାଙ୍କ ତରଫରୁ ଏଇ ଚିଠିଟି ଆସିଛି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟୁ ଅଲ୍ ଡିଷ୍ଟ୍ରିକ୍ଟ ଏଜୁକେସନ ଅଫିସର ମାନଙ୍କ ପାଖକୁ ଆସିଛି। ବିଷୟ ଆପଣମାନେ ଦେଖିପାରୁଥିବେ ଯେ ଆକାଂକ୍ଷୀ ପାଠ୍ୟକ୍ରମ ସମ୍ବନ୍ଧୀୟ ସାପ୍ତାହିକ ୱେବିନାର୍ସ କାର୍ଯ୍ୟକ୍ରମ, ଅର୍ଥାତ୍ ଆମର ଯୋଉ ଚାରିଟା କ୍ଲବ ଅଛି, ଚାରିଟା କ୍ଲବ ଆକ୍ଟିଭିଟି ଯୋଉ ହଉଛି ଆମର, ଯେମିତିକି କ୍ରୀଡ଼ାଙ୍ଗନ ଅଛି, ସାହିତ୍ୟ ସୃଜନୀ ଅଛି, କୌଶଳୀ ଅଛି, ଜିଜ୍ଞାସା ଅଛି, ସେମିତି ସେଇ ଚାରୋଟି କ୍ଲବର ପ୍ରତି ସପ୍ତାହରେ ୱେବିନାର୍ସ ହବ। ଅର୍ଥାତ୍ ଅନଲାଇନରେ ଟିଚର ମାନେ ଟ୍ରେନିଂ ନେବେ, ରିଫ୍ରେଶ ହେବେ, ପ୍ରତି ସପ୍ତାହ ରିଫ୍ରେଶ ହେବେ ଏବଂ ପିଲାମାନଙ୍କୁ ସେଇ ଅନୁସାରେ ପାଠ ପଢେଇବେ। ତେଣୁ ଏଠି ଦେଖିବା ଆମର ଆଉ କଣ କଣ ଅଛି, ଚିଠିରେ ଲେଖା ହେଇଛି, ଆପଣମାନେ କ୍ଲିୟର କଟ୍ ଦେଖିଦେବେ ଏବଂ କେବେଠୁ କେମିତି ଆରମ୍ଭ ହବ ମଧ୍ୟ ତାକୁ ଦେଖେଇଦେବି। ତ ଏଠି ଦେଖନ୍ତୁ, ଆପଣ ଦେଖିପାରୁଥିବେ ଏ ଦ୍ୱାରା ଆପଣଙ୍କର ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଆକାଂକ୍ଷୀ ପାଠ୍ୟକ୍ରମର ସୁଚାରୁ ରୂପେ କାର୍ଯ୍ୟକାରିତା ନିମନ୍ତେ ମୋ ସ୍କୁଲ ଅଭିଯାନ ପକ୍ଷରୁ ଏକ ସାପ୍ତାହିକ ୱେବିନାର୍ସ ଆୟୋଜନ କରାଯିବ। এই ୱେବିନାର୍ସ ଯୋଉ ହବ, এই ୱେବିନାର୍ସ ର ଲିଙ୍କ୍ସ ମଧ୍ୟ ଆମର ଗ୍ରୁପ ଯୋଉ ଅଛି, ବିଭିନ୍ନ ପ୍ରକାର ଯୋଉ କ୍ଲବ ଆକ୍ଟିଭିଟି ହଉଛି ତାର ମେଣ୍ଟର ଗ୍ରୁପ ସବୁ ତିଆରି କରାଯାଇଛି। ସେଇ ମେଣ୍ଟର ଗ୍ରୁପରେ ତାର ଲିଙ୍କ ଛଡାଯିବ ଏବଂ ସେଥିରେ କିଏ କିଏ ଯୋଗ କରିବେ ନା ଟିଚର ମାନେ ଯୋଗ କରିବେ, କ୍ଲବର ଟିଚର ଏବଂ ମାଷ୍ଟର ଟ୍ରେନର ମାନେ ଯୋଗ କରିବେ ଏବଂ ଏସଆରଜି ବା ଷ୍ଟେଟ ରିସୋର୍ସ ଗ୍ରୁପର ଟିଚର ମାନେ ମଧ୍ୟ ଯୋଗ କରିବେ। ତ ଏଇ ଯୋଉ କାର୍ଯ୍ୟକ୍ରମ କରାଯିବ, এই କାର୍ଯ୍ୟକ୍ରମଟି ଆମର ମୋ ସ୍କୁଲ ଦ୍ୱାରା ପରିଚାଳନା କରାଯିବ। ଅର୍ଥାତ୍ ମୋ ସ୍କୁଲ ସେଇ କାର୍ଯ୍ୟକ୍ରମକୁ ଚାଲୁ କରିବ ଏବଂ ସେଇମାନେ ହିଁ ଲିଙ୍କ ଛାଡିବେ ଏବଂ ଆପଣମାନେ କଣ କରିବେ ନା କେବଳ ଜଏନ କରିବେ। ତେଣୁ ପ୍ରତ୍ୟେକ ସପ୍ତାହରେ ପ୍ରାୟ 1 ଘଣ୍ଟା ଅର୍ଥାତ୍ ଘଣ୍ଟାଟେ, ମାନେ ପ୍ରତି ସପ୍ତାହରେ ନବମ ପାଇଁ ଘଣ୍ଟାଟେ, ଦଶମ ପାଇଁ ଘଣ୍ଟାଟେ ପ୍ରତି କ୍ଲବର କାର୍ଯ୍ୟକ୍ରମ ହବ। ତ ଅପରାହ୍ନ 5:30ରୁ 6:30 ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଅନଲାଇନ ମାଧ୍ୟମରେ ପୃଥକ ପୃଥକ ଭାବରେ ପରିଚାଳନା କରାଯିବ ଏବଂ ସାପ୍ତାହିକ ଆକାଂକ୍ଷୀ ପାଠ୍ୟକ୍ରମ ୱେବିନାର୍ସ ପାଇଁ ପ୍ରସ୍ତୁତ ଯୋଜନାକୁ ଆନେକ୍ସର ରେ ସଂଲଗ୍ନ କରାଯାଇଛି। ତେଣୁ ଏଥିରେ କଣ କରିବେ ନା ଆପଣମାନଙ୍କର ଯୋଉ ଟିଚର ଅଛନ୍ତି ସମସ୍ତଙ୍କୁ ଜଣାଇବେ ଏବଂ ଆପଣମାନଙ୍କର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମଧ୍ୟ ଜଣାଇବେ। ମେଣ୍ଟର, ଟିଚର ଏବଂ ମାଷ୍ଟର ଟ୍ରେନର, ଷ୍ଟେଟ ରିସୋର୍ସ ଗ୍ରୁପର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ କୁହାଯାଇଛି। ତ ଏଥିରେ ଆପଣମାନଙ୍କର ଆମେ ଦେଖିଦେବା, ଲିଷ୍ଟ ଦେଖିଦେବା ଟିକେ କିଏ କିଏ କେବେ ଜଏନ କରିବେ। ତ ଟାଇମିଂ ଆପଣମାନେ ଦେଖିଦେଲେ 5:30ରୁ 6:30 ପ୍ରତ୍ୟେକ ଦିନ। ତ ଏଠି ଟାଇମିଂ ଦେଖିଲା ପରେ ଆପଣ ଦେଖନ୍ତୁ, ଏଠି ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର 3 ମାସ ପାଇଁ କାର୍ଯ୍ୟ ଚାଲୁ ରହିବ। ଟାଇମିଂ ହେଲା 5:30ରୁ 6:30 PM। ତାପରେ କୌଶଳୀ ଗ୍ରେଡ 9 ହେଲା ମଣ୍ଡେ, ଟ୍ୟୁଜଡେ ହେଲା ସାହିତ୍ୟ ସୃଜନୀ କ୍ଲାସ 9 and 10। ତାପରେ ଆମର ରହିଲା ୱେଡନେସଡେ ରହିଲା କଣ ନା କୌଶଳୀର ଗ୍ରେଡ 10 ଏବଂ ଥର୍ସଡେ ରହିଲା କ୍ରୀଡ଼ାଙ୍ଗନ ପାଇଁ 9 and 10। ତାପରେ ଆମର ଫ୍ରାଇଡେ ହେଲା କଣ ଜିଜ୍ଞାସା 9 and 10। ଅର୍ଥାତ୍ କୌଶଳୀଟାକୁ 2 ଦିନ ରଖାଯାଇଛି। କ୍ଲାସ 9 ଏବଂ କ୍ଲାସ 10 ର ଦିଟା ଅଲଗା ଅଲଗା ରଖାଯାଇଛି। ଆମର ମଣ୍ଡେ ରଖାଯାଇଛି, ତା ସାଙ୍ଗକୁ ଆମର ୱେଡନେସଡେ ରଖାଯାଇଛି। ତେଣୁ ସେଇ ଅନୁସାରେ ଆପଣମାନେ କଣ କରିବେ, ଯୋଗ କରିବେ ଏବଂ କୋଉ କୋଉ ଟପିକ ଡିସ୍କସନ ହବ ମଧ୍ୟ ତାକୁ ମଧ୍ୟ କ୍ଲିୟର କଟ୍ এই ଚିଠିରେ ମେନସନ କରାଯାଇଛି, ଆପଣମାନେ ଦେଖିପାରୁଥିବେ। ଧନ୍ୟବାଦ। ଭିଡିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ କରିବେ